मो नाम हेउछि लिली। मु गंजाम जिल्लारे बाहा हेइछि। मो स्वामींको नाम दीपू। एही कहानीटी मो बाहाघर समयरे घटिथिला। चतुर्थी रातिरे मते मेडिकल नेबाकू पड़िथिला कारण दीपू जानी जानी एभଳି କରିଦେଲେ ଯେ ମୋତେ ଶେଷରେ ଦୀପୁ ଆଉ ଘର ଲୋକ ଏମ୍ବୁଲେନ୍ସରେ ମେଡିକାଲ ନେଇକି ଗଲେ। ତେବେ ଆସନ୍ତୁ ଜାଣିବା ଏହି ଓଡ଼ିଆ କାହାଣୀରେ ଅସଲରେ କଣ ଘଟିଥିଲା ସେଦିନ ରାତିରେ। କହିବାକୁ ବହୁତ ହସ ଲାଗୁଛି କିନ୍ତୁ ଏହା ସତ। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଡିଟେଲ୍ସ କଣ ଘଟିଥିଲା ସେଦିନ ରାତିରେ। ମୋର ବାହାଘର 2002 ମସିହାରେ ହେଇଥିଲା। ସେହି ସମୟରେ ମୋର ବୟସ 15 ଥିଲା। ମୋର ଆଉ ଦୁଇଟା ସାନ ଭଉଣୀ ଥିଲେ। ସେଥିଲାଗି ମୋ ବାହାଘର କମ ବୟସରେ ହୋଇଯାଇଥିଲା। ସେତେବେଳକୁ ଫୋନର ସୁବିଧା ଠିକ ସେ ନଥିଲା। ମୋର ବାହାଘର ସମ୍ପୂର୍ଣ୍ଣ ଅରେଞ୍ଜ କରିକି କରା ହୋଇଥିଲା। ସେହି ସମୟରେ ଗିହାଗେହି ହେବାର ଅର୍ଥ ମୁଁ ଆଉ ମୋ ସାଙ୍ଗମାନେ ସ୍କୁଲରେ ପଢିବା ସମୟରେ ଭାବୁଥିଲୁ ଯେ କେବଳ ଚୌଥି ରାତିରେ ସ୍ୱାମୀ କେବଳ ଆମକୁ କରିବେ। ସେଥିଲାଗି ବାହାଘର ପୂର୍ବରୁ କିଏ ହେଲେ ଝିଅ କାହା ସହ ଆଗୁଆ ଗିହାଗେହି ହୁଅନ୍ତି ନାହିଁ। ମୋର ବାହାଘର ହେଲା ଦୀପୁଙ୍କ ସହ। ତାପରେ ବାହାଘର ରାତିରେ ବାହାଘର ସରିବା ପରେ ଦୀପୁ ଜୋର ନିଦରେ ଶୋଇ ପଡ଼ିଲେ। ମୁଁ ନୂଆ ବାହା ହୋଇଥିଲି, ସେଥିପାଇଁ ମୋତେ ତାଙ୍କ ପାଖରେ ଶୋଇବାକୁ ହେଲେ ଲାଜ ଲାଗୁଥିଲା। ଏମିତି 3 ଦିନ ବାହାଘର ରୀତିନୀତି ପାଳନ କରିକି କଟିଗଲା। ଚୌଥି ଦିନ ମୋତେ ଟିକେ ବେଶୀ ଲାଜ ଲାଗୁଥାଏ। ମୁଁ ଦିନ ବେଳା ସମୟରୁ ଭଲରେ ଗାଧୋଇକି ସାବୁନ ଲଗେଇକି ରେଡି ହେଇଯାଇଥିଲି। ମୁଁ ଜାଣିଥିଲି ଆଜି ମୋ ସ୍ୱାମୀ ନିଶ୍ଚୟ କରିବେ ମୋତେ। କାହିଁକି ନା ଏହା ପରମ୍ପରା ହିସାବରେ ଆଗରୁ ରହିଆସିଛି। ଚୌଥି ଦିନ ଯେମିତି ହେଲେ ସ୍ୱାମୀ ତାହାର ସ୍ତ୍ରୀକୁ କରିବେ। ସେଦିନ ମୋତେ ହଳଦୀ ଭିଜା ଲୁଗା ଗୋଟେ ପିନ୍ଧିବାକୁ ଦେଇଥିଲେ। ଘରେ ଖାଇବା ପିଇବା ସାରିକି ସମସ୍ତେ ଶୋଇବାକୁ ଗଲେ। ଦୀପୁ ହେଲେ ଆସିକି ଆଗୁଆ ଲୁଙ୍ଗି ଗୋଟେ ପିନ୍ଧିକି ନୂଆ ଖଟରେ ଗଡୁଛନ୍ତି। ଘରେ ସମସ୍ତେ ମାତେ ଖାଲି ଦେଖୁଥାନ୍ତି। ସେଦିନ ଆଉ ମୋତେ ହସ ଲାଗୁଥାଏ। ସମସ୍ତେ ଆମେ ଖାଇ ସରିବା ପରେ ଶାଶୁ ନଣନ୍ଦ କହିଲେ, ବୋହୂ ତୁମେ ଯାଅ, ଆମେ ଗୋଟେଇ ଦେବୁ। ମୋତେ ସେମାନେ ଆସିବାକୁ ବାଧ୍ୟ କଲେ। ସେଥିଲାଗି ମୁଁ ଶୋଇବାକୁ ଆସିଲି। ତାପରେ ଦୀପୁ ଡିମ ଲାଇଟ୍ ଜଳେଇକି ଖଟରେ ନ ଜାଣିଲା ଭଳି ଶୋଇଥିଲେ। ମୁଁ ଯାଇକି ହଳଦୀ ଲଗା ଶାଢୀ ପିନ୍ଧିକି ବେଡ ଉପରକୁ ଗଲି। ଦୀପୁ କହିଲେ ରାସେଲ। ମୁଁ କହିଲି ହ। ଦୀପୁ କହିଲେ ପାଣି ବୋଟଲଟା ଆଣିଦେବ। ମୁଁ କହିଲି ହଁ ମୁଁ ଆଣିଦେଉଛି। ପାଣି ବୋଟଲ ଆଣିକି ଦେଲି। ସେ ପିଇଲେ। ତାପରେ କହିଲେ କଣ କିଛି ହେବଟି? ମୁଁ କିଛି କହିଲିନି ଲାଜରେ। ସେତେବେଳକୁ ରାତି 11 ପରେ ହେଇଗଲାଣି। ମୁଁ ସବୁଦିନେ ଲାଇଟ୍ ଲାଷ୍ଟରେ ଶୋଇଲା ବେଳକୁ ବନ୍ଦ କରେ, ଆଜି ବି ବନ୍ଦ କରିଦେଲି। ତାପରେ ଯାଇକି ବେଡରେ ଶୋଇଲି। ମୁଁ ଜାଣିଛି ଆଜି ଆମେ ଗିହାଗେହି ହେବୁ, ସେଥିପାଇଁ ଖାଲି ଲୁଗା ପିନ୍ଧିଥିଲି। ଚଢି ହେଲେ ପିନ୍ଧି ନଥିଲି। ମୋର ବୟସ ବହୁତ କମ ହେଇଥିଲା, ସେଥିପାଇଁ ମୋ ଦୁଧ ସେତେ ବଡ ହେଇ ନଥିଲା। ବିୟା ହେଲେ ବହୁତ ଛୋଟ ଥିଲା କିନ୍ତୁ ଫୁଲିକି ରୁହେ ସବୁବେଳେ। ମୋର ସେଥିଲାଗି ଟିକେ ବଡ ଦେଖା ଯାଉଥିଲା। ଦୀପୁ ମୋ ପାଖକୁ ଆସିଲେ। ବେଡ ଉପରେ ଲାଗିକି ମୋ ପିଠିରେ ମୋର ଗୋଟେ ହାତ ନେଇକି ତାଙ୍କ ନୁନିକୁ ଧରେଇ ଦେଲେ। ମୋ ହାତକୁ ନିଜେ ନିଜେ ନୁନି ଧରେଇକି ଦବେଇଲେ। ମୁଁ ପୁରା ନ ଜାଣିଲା ଭଳି ଶୋଇଛି। ଜୀବନରେ ଫାଷ୍ଟ ଟାଇମ ନୁନିକୁ ଛୁଇଁଲି। ନୁନି ପୁରା କୋମଳ ଆଉ ଗରମ ଲାଗୁଥିଲା। ଦୀପୁଙ୍କ ବୟସ 26 ହେଇଥିଲା ସେତେବେଳେ, କିନ୍ତୁ ବାଣ୍ଡ ପୁରା କାଠିଆ କଦଳୀ ଭଳି ହେଇଥିଲା। ସେ ମୋ ହାତରେ ତାଙ୍କ ବାଣ୍ଡର ଚମଡାକୁ ମେଲେଇକି ଆଗକୁ ପଛକୁ କଲେ। ଏବେ ଯାଏ ମୁଁ ଖାଲି ଛୁଇଁଛି କିନ୍ତୁ ଦେଖୁନି କେମିତିଆ ହେଇଛି ବୋଲି, କାରଣ ଲାଇଟ୍ ବନ୍ଦ ଥିଲା। ସେ ଥାତେଇକି ମୋ ଜଙ୍ଘ ସନ୍ଦା ଆଡେ ଆଉ ପେଟ ଆଡେ ହାତ ମାରିଲେ। ତାପରେ ଲୁଗାକୁ ଢିଲା କରିଦେଲେ। ଅନ୍ଧାର ହେଇଥିଲା, ସେଥିପାଇଁ ମୋତେ ସେତେ କିଛି ଲାଗୁନଥିଲା। ପ୍ରଥମ ଥର ଏଭଳି ହେଲା ବୋଲି ମୁଁ ପାଟି ଚିପି ଚିପି ହସୁଥିଲି। ତାପରେ ସେ ମୋ ପଛପଟେ ଶୋଇକି ହିଁ ମୋ ଜଙ୍ଘକୁ ଟିକେ ଟିକେ ଟେକିକି ବିୟାରେ ଆଙ୍ଗୁଠି ପୂରେଇବାକୁ ଚେଷ୍ଟା କଲେ। ହେଲେ ବିୟା ବହୁତ ଛୋଟ ଥିଲା, ତାଙ୍କ ଆଙ୍ଗୁଠି ଠିକ ସେ ପଶେଇ ପାରୁ ନଥିଲେ। ମୋତେ ହେଲେ ସେତେବେଳକୁ ସଲ୍ ସଲ୍ ଲାଗୁଥାଏ। କିଛି ସମୟ ଏମିତି ମୋତେ ଟଣାଟାଣି କରିକି ମୋ ବିୟାକୁ ମେଲେଇବାକୁ ଚେଷ୍ଟା କରୁଥାନ୍ତି, କିନ୍ତୁ ତାଙ୍କୁ ହେଲେ ସଜ ଲାଗୁନଥାଏ। ଲାଇଟ୍ ବନ୍ଦ ଥିଲା, ସେଥିପାଇଁ ମୋତେ ହେଲେ ସେତେ କିଛି ଲାଜ ଲାଗୁନଥିଲା। କିଛି ଏମିତି ଚାଲିଲା। ତାପରେ ତାଙ୍କୁ ସଜ ଲାଗିଲାନି ବୋଧେ, ସେଥିଲାଗି ଯାଇକି ଜିରୋ ଲାଇଟ୍କୁ ଅନ୍ କରିଲେ। ଲୁଙ୍ଗି ଖସି ଯାଇଥିଲା, ଠିଆ ହେଇକି ପିନ୍ଧିଲେ। ମୁଁ ଖସି ଯାଇଥିବା ଲୁଗାକୁ ଟିକେ ସାଇଜ କରିଦେଲି। ତାପରେ ସେମିତି ଲାଇଟ୍ ଜଳୁଥିଲା, ସିଧା ଆସିକି ମୋ ଉପରେ ଶୋଇଲେ। ଲୁଙ୍ଗିକୁ ଟିକେ ସାଇଡ କରିକି କାଠିଆ କଦଳୀ ବାହାର କରିକି ମୁଁ ଲୁଗା ଉପରେ ଜଙ୍ଗ ସିଧା ଗଳେଇଲେ। ତାପରେ ହଠାତ୍ ତାଙ୍କୁ କଣ ଲାଗିଲା, ଉଠିକି ଆସିକି ଲାଇଟଟା ବନ୍ଦ କରିଦେଲେ। ଅନ୍ଧାରରେ ମୋ ଲୁଗା ପୁରା ଖୋଲିଦେଲେ। ମୁଁ ଖାଲି ଗୋଡ ଜାପିକି ଶୋଇଥାଏ। ଦୀପୁ କିଛି ସମୟ ପର୍ଯ୍ୟନ୍ତ
एमिति मो उपरे गड़िया तड़िया आगकू पछकू हेउथांती किंतु वर्तमान जाई से मो बिया भितरे तांको बांड बिल्कुल भर्ती करी नाहांती थरे हेले तापरे अंधारे अंधारे से हठात मो गोडकू फाड़िकी तांकर दुईटा आंगुठी सलन मो बिया भितरे मारिकी आगकू पछकू राजी राजी करिदेले मु संगे संगे आ करिकी तांको हाथ धरी पकेइली मते चाई चाई लागिला बिया भितरे सेथलागी मु सेमिति सोईकी मु टिके आंगुठीरे बियाकू छुईली मो हाथ टिके ओदा ओदा लागिला मु कहल टके लाइटटा लगा से कहिले ह लगेइबा रुह आउ टिके रुह मु कहिली रक्त बाहारुची बा लगाओ लाइटटा दीपू उठिकी लाइट लगेइले देखला बेळकू बिया उपर जाक मो गांडी जाक आउ बेडसीट साढ़ीरे खाली रक्त मते भय लागिला ब्लीडिंग बंद हेलानी दीपू हेले डरी गले जाईकी तांको मां को कहिले तापरे घरे समस्ते जानिले एम्बुलेंस को कॉल करिकी डाकिले मोर बिया भितरे सेमिति पोडुथाए किंतु बिया को मेलेई देले ब्लीडिंग हेउथाए मु कपड़ारे पोछुथाए दीपू आसिकी खाली पचारुथांती आहुरी बाहारुछि सेइठू गोटे प्राइवेट एम्बुलेंस रे गलु दीपूंकर चिन्हा डाक्तर थिले राति अधारे तांको क्वार्टर जिबाकू से कहिले से बयस पचारिले कौन लागुछि पचारिले जाईकी सफा करिबाकू कहिले तांको बाथरूम रे मु जाई सफा करिला परे मोते जणा पड़िला जे दीपू जो आंगुठी मारिले तांको नखरे गोटे साइड रु पूरा चिरी हेई जाईछि मु आसिकी दीपूंकू कहिली से डाक्तरंकू कहिले डाक्तर दुईटा इंजेक्शन देले मेडिसिन लेखुदेले बियारे छपेइबाकू गोटे मेडिकटेड कपड़ा देले 2 सप्ताह जाए गिहा गेही नहेबाकू कहिले गिहा गेही हेबा बेले जेल गोटे देइथिले लगेइबाकू गोटे प्रुकेट कंडोम हेले देइथिले तापरे घरकू आसिलु आख पूरा निद निद लागुथिला पूरा पाहांतिया 3टा समय हेलाणी सेतेबेळकू मु सोइली खाली मने मने सेही विषय रे भाबुथाए दीपू कहिले टिके रहिल मु देखुछि कोन हेइछि मु कहिली परे देखुब दीपू कहिले तुमे सोई पड़ मु खाली देखुबी केमिति हेइछि से मो लुगा खोलिकी संगे संगे पिंधिबा चढ़ीकू तळकू खसेइकी सेई तुळा बाहर करिकी मेलेइकी देले कहिले हम नखरे चिरी हेई जाइछि गोटे साइड रु हाउ सोई पद सकाळे मेडिसिन आनिबा भल हेइजिबो मेन कथा हेला बिया बहुत छोट थिला से बाउली हेइकी 2टा कि 3टा अंगुठी मारिदेले सेथिलागी मो सिल खोलिगला आउ बियार साइड कोमल चमड़ा पूरा चिरी हेई जाइथिला सेथिपाई समस्ते डरी गले पुणी 3 सप्ताह परे आमे गिहा गेही हेलु 3 सप्ताह परे केमिति हेलु कोन कोन करिलु संपूर्ण कहिबी आउ गोटिए पार्ट रे आपण केबे आपणको गर्लफ्रेंड किंबा स्त्री को गेहिबा बेले केबे एमिति घटना घटिछि कि कमेंट करी जणांतु आउ आम भिडियोटी भल लागिथिले सब्सक्राइब करि नियंतु काहेकि ना आमे जेतेबेले भिडियो अपलोड करिबा आपणक पाखको फास्ट नोटिफिकेशन जिवो आउ आपण माने स्टोरी रो मजा नै परिबे।